କାଲିଫର୍ଣ୍ଣିଆର କିଛି ବୈଜ୍ଞାନିକ ଈଶ୍ୱରଙ୍କୁ ସାକ୍ଷାତ କରି କହିଲେ, ପ୍ରଭୁ ଆମେ ଟେଷ୍ଟି ବେବି ତିଆରି କଲୁ, ଆମେ କ୍ଲୋନିଂ କରିକିରି ମେଣ୍ଢା ଡଲିକି ବି ତିଆରି କଲୁ, ଆର୍ଟିଫିସିଆଲ ସେଲ୍ ବି ତିଆରି କଲୁଣି, ବାକି ରହିଲା ମଣିଷ ତିଆରି କରିଦେବୁ, ତାପରେ ଆପଣଙ୍କୁ କିଏ ପଚାରିବ? ଏ କଥା ଶୁଣିକରି ଈଶ୍ୱର ହସିଲେ ଏବଂ କହିଲେ, ମଣିଷ ତିଆରି କରିବ ସେ ତ ପଛ କଥା, ମାଟି କଣ୍ଢେଇଟିଏ ତିଆରି କରିପାରିବ ନା? ଜଣେ ବୈଜ୍ଞାନିକ ଥିଲେ, ମାଟି ମୁଠାଇ ଆଣିଲେ କଣ୍ଢେଇଟିଏ ତିଆରି କରିବା ପାଇଁ। ଈଶ୍ୱର କହିଲେ, ନା 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 ନା, ଏ ମାଟି ତମର ନୁହଁ, ତମେ ଶୂନ୍ୟରୁ ମାଟି ତିଆରି କରି କଣ୍ଢେଇ ତିଆରି କର। କିନ୍ତୁ ଏହା ସମ୍ଭବ ନଥିଲା, ସମସ୍ତେ ଲଜ୍ଜିତ ହେଲେ। କିନ୍ତୁ ଜଣେ ଚତୁର ବୈଜ୍ଞାନିକ ଥିଲେ, ସିଏ କହିଲେ, ପ୍ରଭୁ ଠିକ୍ ଅଛି, ଆମେ ସବୁ ଫେଲ୍ ମାରିଲୁ, ଆପଣ ଦେଖି ଶୂନ୍ୟରୁ ଗୋଟିଏ ମଣିଷ ତିଆରି କଲେ। ଈଶ୍ୱର କହିଲେ, ନା ମୁଁ ତ କହିନି ଏ କଥା ମୁଁ କରିପାରିବି ବୋଲି। ମଣିଷମାନେ କହୁଛନ୍ତି ଯେ ମଣିଷକୁ ଈଶ୍ୱର ତିଆରି କରିଛି, ମୁଁ କହୁଛି ଈଶ୍ୱରକୁ ମଣିଷ ତିଆରି କରିଛି। ଏବେ ଆପଣ କୁହନ୍ତୁ, କିଏ କାହାକୁ ତିଆରି କରିଛି?